ଯାହାର ନାଁ ହେଉଛି ମା ଓ ଗଛର ଛାୟା। ପ୍ରାଚୀନ ଦିନର କଥା। ଗଞ୍ଜାମ ଜିଲ୍ଲାର ଏକ ଛୋଟ ଗାଁ ଥିଲା, ଯେଉଁଠାରେ ଜଣେ ଗରିବ ମା ତାଙ୍କ ଏକମାତ୍ର ପୁଅ ସହିତ ରହୁଥିଲେ। ସେ ଘର ଥିଲା କଠିନ ଅବସ୍ଥାରେ, କିନ୍ତୁ ମାଆର ପ୍ରେମ କେବେ ବି କମ୍ ହେଇନି ସେ ପିଲା ପାଇଁ। ଘର ସାମ୍ନାରେ ଥିଲା ଏକ ବଡ଼ ପ୍ରାଚୀନ ବଟଗଛଟେ, ଯାହା ମା ପାଇଁ ନିଜ ପରି ଅନୁଭବ ହୁଏ। ପିଲା ମୁନା ଦିନେ ଦିନେ ବଡ଼ ହୁଅନ୍ତେ ମା ଘରେ କାମ କରି ଦିନକୁ ଦୁଇ ମୁଠା ଖାଇବାକୁ ଆଣି ଦେଇଥାଏ। ନିଜେ ଖାଇ ନଥିଲେ ତଥାପି ପୁଅକୁ ଖୁସି ରଖିବା ପାଇଁ ସବୁବେଳେ ଚେଷ୍ଟା କରୁଥାଏ। ଏଥିମଧ୍ୟରେ ବଟଗଛ ମଧ୍ୟ ମୁନା ପାଇଁ ପ୍ରିୟ ଥିଲା। ସେ ଗଛ ତଳେ ଖେଳୁଥିଲେ, ପଢ଼ୁଥିଲେ, ମା ସହିତ ଅନେକ ସମୟ ଅତିବାହିତ କରୁଥିଲେ। ମା ଏହି ଗଛକୁ ଦେଖି କହୁଥିଲେ, ମୁନା, ଏହି ବଟଗଛ ମୋ ପରି। ଯେପରି ଗଛ ଛାୟା ଦେଇ ଲୋକକୁ ବଞ୍ଚାଏ, ମୁଁ ମଧ୍ୟ ତୁମ ପାଇଁ ସେହିପରି ରହିବି। ବର୍ଷ ପରେ ବର୍ଷ କଟିଗଲା। ମୁନା ବଡ଼ ହେଲେ। ଏକ ଛୋଟ ଜବ ମିଳିଲା। ସହରକୁ ଚାଲିଗଲେ ସେ ମାଆକୁ ପ୍ରତିଦିନ ଚିଠି ଲେଖୁଥିଲା, କିନ୍ତୁ ମା ତାକୁ ଅଙ୍ଗୁଠା ଭରି ଘରରେ ଏକା ଥିଲାବେଳେ ଗଛ ତଳେ ବସି ତାଙ୍କ ପୁଅ ଉପରେ ଚିନ୍ତା କରୁଥିଲେ। ଗଛ ତଳେ ବସି ତାଙ୍କ ନୟନ ସଦାବେଳେ ଝରୁଥିଲା। 2 ବର୍ଷ ପରେ ମୁନା ଫେରିଲା। ଗାଁ ଫେରି ଦେଖିଲେ ମା ବହୁତ ଦୁଃଖିତ ଓ ଦୁର୍ବଳ। ଘର ପ୍ରାୟ ଭାଙ୍ଗି ଯାଇଅଛି। ମା ତାକୁ ଦେଖି ଅଶ୍ରୁ ଝରି କହିଲେ, ମୁନା, ତୁମେ ଆସିଲ। ମୋ ନିଜର ଘର ପୁଣି ଜୀବନ ନେଲା। ମୁନା ଅନୁଭବ କଲା ଯେ ସେ ମାଆଙ୍କ ପ୍ରେମ ଓ ତ୍ୟାଗକୁ ଏତେ ବର୍ଷ ଅବହେଳା କରିଛନ୍ତି। ସେ ଗଛ ତଳେ ଯାଇ ମା ସହ ବସିଲେ। ଅତୀତ ଦିନମାନ ଚିନ୍ତା ପଟରୁ ଘରୁଥିଲା। ମୁନା କହିଲା, ମା, ମୁଁ ବୁଝିପାରୁଛି ତୁମେ ଗଛ ସମାନ ଏକା ଥିଲ, ତଥାପି ସବୁବେଳେ ଆମ ପାଇଁ ଛାୟା ହୋଇ ରହିଅଛ। ତୁମ ପ୍ରେମ ଅପାର। ମୁଁ ଏବେ ପ୍ରତିଦିନ ତୁମ ସହ ବାସ କରିବି, ଆଉ କେବେ ତୁମକୁ ଏକା ଛାଡ଼ିବି ନାହିଁ। ମା ଏକ ମାନସିକ ସାନ୍ତ୍ୱନା ଅନୁଭବ କଲା। ତାଙ୍କ ଅନ୍ତର ଗଛ ପରି ଦଳ ବଦଳାଇ ହସିଲା। 3 ଜଣ ମା, ପୁଅ ଓ ବଟଗଛ ପୁଣି ଏକସାଥ ହୋଇଥିଲେ। ଆମେ ଏଠୁ କ'ଣ ଜାଣିଛୁ? ମା ଓ ଗଛର ଛାୟା ପରି ଅଦୃଶ୍ୟ ଭାବରେ ସବୁବେଳେ ଆମକୁ ସୁରକ୍ଷିତ ରଖିଥାନ୍ତି। ସେ ତାଙ୍କ ଦୁଃଖ ଜଣାଇ ନଥିଲେ, କିନ୍ତୁ ତାଙ୍କ ଭଲ ପାଇବା ଅପାର ଓ ଅମୂଲ୍ୟ। ଆମର କର୍ତ୍ତବ୍ୟ ସେହି ମାଆକୁ ସମ୍ମାନ କରିବା, ସେଇଠି ଭଲ ପାଇବା ଓ ସହଯୋଗ ଦେଇ ତାଙ୍କ ଜୀବନ ସୁନ୍ଦର କରିଦେବା। ଧନ୍ୟବାଦ ସାଙ୍ଗମାନେ।